ଯାତ୍ରା କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ କରୁ। ଆସନ୍ତୁ ଆମେ ପାଳକ ପ୍ରେମାଶିଷ ସତମାଙ୍କ ଦ୍ୱାରା ଲିଖିତ ଆଜିର ଡିଭୋସନ ବିଷୟରେ ଚର୍ଚ୍ଚା କରିବା। ପ୍ରେଜ୍ ଦ ଲର୍ଡ। ଆଜି ଆମେ ଗୋଟେ ବହୁତ ଭଲ ବିଷୟରେ କଥା ହେବା। ଏହା ପାଳକ ପ୍ରେମାଶିଷ ସତମାନଙ୍କର ଏକ ଲେଖା ଉପରେ ଆଧାରିତ। ଶୀର୍ଷକ ହେଉଛି ସରଳତା ସଠିକ୍ ପଥ ବାଛିବା। ଆମେ ଚେଷ୍ଟା କରିବା ବୁଝିବା ପାଇଁ ଯେ ଏହି ସରଳତା ବା ଯାହାକୁ ଆମେ ନିଷ୍ଠା ବି କହିପାରିବା, ଏହା କେମିତି ଆମକୁ ଜୀବନର ଜଟିଳ ମୋଡ଼ରେ ଠିକ୍ ବାଟ ବାଛିବାରେ ସାହାଯ୍ୟ କରେ। କାରଣ ଦେଖନ୍ତୁ, ଆମେ ସମସ୍ତେ ଜାଣନ୍ତି ବଡ଼ ନିଷ୍ପତ୍ତି ନେଲାବେଳେ କେତେ ଦ୍ୱନ୍ଦ୍ୱ ହୁଏ। ବେଳେବେଳେ ଲାଗେ ଯେମିତି କିଛି ବୁଝି ହେଉନି କେଉଁଟା ଠିକ୍ ରାସ୍ତା। ତ ଏହି ଲେଖା ଆମକୁ ଗୋଟିଏ ଏକ ପ୍ରକାର ଦିଗବାରିଣୀ ଦେଉଛି, ଆଉ ତାହା ହେଉଛି ସରଳତା। ହିତୋପଦେଶ 11:3ରେ ବି ଲେଖା ଅଛି, ସରଳାଚାରୀମାନଙ୍କର ସରଳତା ସେମାନଙ୍କୁ ପଥ ଦେଖାଇବ। ଆସନ୍ତୁ ଏହାକୁ ଆଉ ଟିକେ ଭଲ ଭାବରେ ବୁଝିବା। ହଁ, ଏଠି ଗୋଟେ ମୁଖ୍ୟ କଥା ସ୍ପଷ୍ଟ କରିବା ଦରକାର। ଯେତେବେଳେ ଏଠି ସରଳତା କୁହାଯାଉଛି, ଲେଖା ଅନୁସାରେ ଏହାର ଅର୍ଥ କେବଳ ସାଧାସିଧା ଜୀବନ ବଞ୍ଚିବା ନୁହେଁ। ଏହାର ଗଭୀର ଅର୍ଥ ହେଲା ଆମର ନୈତିକ ଆଉ ଆଧ୍ୟାତ୍ମିକ ନୀତିରେ ଦୃଢ଼ ରହିବା, ପରମେଶ୍ୱରଙ୍କ ନୀତିକୁ ଜାବୁଡ଼ି ଧରିବା। ଏହା ସଚ୍ଚୋଟତା ବିଷୟରେ କହୁଛି, ଏମିତିକି ଯେତେବେଳେ କେହି ଦେଖୁନାହାନ୍ତି ସେତେବେଳେ ବି। ଏହା ଏକ ପ୍ରକାର ଆମ ଭିତରେ ପରମେଶ୍ୱରଙ୍କ ସ୍ୱଭାବର ପ୍ରତିଫଳନ। ଏଇଟା ବହୁତ ଆକର୍ଷଣୀୟ କଥା। ତେବେ ଆମେ ଏହି ସରଳତାକୁ ଏହି ନୈତିକ ଦୃଢ଼ତାକୁ ଆମ ପ୍ରତିଦିନର ନିଷ୍ପତ୍ତିରେ କେମିତି ପ୍ରୟୋଗ କରିବା? ଏହାର ପ୍ରକୃତ ଅର୍ଥ କ'ଣ? ଦେଖନ୍ତୁ, ଲେଖକଙ୍କ ମତରେ ଏହା ମୁଖ୍ୟତଃ ଜୀବନରେ ପରମେଶ୍ୱରଙ୍କୁ ପ୍ରଥମ ସ୍ଥାନ ଦେବା ସହ ଜଡ଼ିତ। ଅର୍ଥାତ୍ ପରମେଶ୍ୱର ଯେଉଁ କଥାକୁ ମୂଲ୍ୟ ଦିଅନ୍ତି, ଆମେ ବି ସେହି କଥାକୁ ମୂଲ୍ୟ ଦେବା। ଏହାର ମାନେ ନୁହେଁ ଯେ ସବୁବେଳେ ଆକାଶରୁ କିଛି ଚମତ୍କାର ସଂକେତ ମିଳିବ। ନା, ସେମିତି ନୁହେଁ। ବେଳେବେଳେ ଯାହା ଠିକ୍ ବୋଲି ଆମେ ଜାଣୁ, କେବଳ ସେଇଟା କରିବା ହିଁ ପରମେଶ୍ୱରଙ୍କ ପଥରେ ଚାଲିବା ସହ ସମାନ। ଏହା ଏକ ସଚେତନ ପସନ୍ଦ। କିନ୍ତୁ ଏମିତି ବି ତ ହୁଏ, ବେଳେବେଳେ ସଠିକ୍ କ'ଣ ତାହା ଜାଣିବା ବି କଷ୍ଟକର ହୋଇପଡ଼େ, ନୁହେଁ କି? ହୁଏତ ଦୁଇଟା ଭଲ ଜିନିଷ ଭିତରୁ ଗୋଟେ ବାଛିବାକୁ ପଡ଼େ। ନିଶ୍ଚୟ ନିଶ୍ଚୟ। ଆଉ ସେଇଠି ହିଁ ଏହି ମୂଳ ନୀତି କାମରେ ଆସେ। ଦେଖନ୍ତୁ, ପରମେଶ୍ୱର ଆମକୁ ବାଛିବାର ସ୍ୱାଧୀନତା ଦେଇଛନ୍ତି। ଆମର କିଛି ପସନ୍ଦ ଆମ ପାଇଁ କ୍ଷତିକାରକ ହୋଇପାରେ, ଆଉ କିଛି ଆଶୀର୍ବାଦ ଆଣିପାରେ। ଲେଖା କହୁଛି, ଯେତେବେଳେ ଆମେ ସେହି ସରଳତା ବା ନୈତିକ ନିଷ୍ଠାର ମାର୍ଗ ବାଛିବାକୁ ଚେଷ୍ଟା କରିବା, ଯାହା ପରମେଶ୍ୱରଙ୍କଠାରୁ ଆସେ, ସେତେବେଳେ ଆଶୀର୍ବାଦର ସମ୍ଭାବନା ବଢ଼ିଯାଏ। ଏହା ଏକ ଅଭ୍ୟାସ କରିବାର କଥା। ହଁ, ଆଉ ଏହାର ଗୋଟେ ବହୁତ ଶକ୍ତିଶାଳୀ ଉଦାହରଣ ଲେଖାରେ ଅଛି, ଯୋସେଫଙ୍କ କାହାଣୀ। ମନେ ପକାନ୍ତୁ, ଯେତେବେଳେ ପଟିଫରଙ୍କ ସ୍ତ୍ରୀ ତାଙ୍କୁ ପାପ କରିବା ପାଇଁ ପ୍ରଲୋଭିତ କଲେ, ଯୋସେଫ ସିଧା ମନା କରିଦେଲେ। ସେ ସେତେବେଳେ ନିଜର ସୁବିଧା କିମ୍ବା ସୁରକ୍ଷା କଥା ଭାବିଲେନି। ସେ ବାଛିଲେ ନିଷ୍ଠା। ଆଦି ପୁସ୍ତକ 29:9ରେ ସେ କ'ଣ କହିଲେ ଦେଖନ୍ତୁ, ଏହେତୁ ମୁଁ କି ରୂପେ ଏଳେ ବଡ଼ ଦୁଷ୍ଟତା ଓ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରେ। କେତେ ସ୍ପଷ୍ଟ! ଏକଦମ। ଆଉ ଏଠି ଯାହା ବିଶେଷ ଭାବରେ ଦେଖିବାର କଥା, ଯୋସେଫଙ୍କ ପାଇଁ ସେହି ଠିକ୍ ନିଷ୍ପତ୍ତିର ତତ୍କାଳ ପରିଣାମ ଭଲ ନଥିଲା। ମିଛ ଅଭିଯୋଗ, ତାପରେ ଜେଲ୍। ଏଥିରୁ ଜଣାପଡ଼ୁଛି, ଲେଖକଙ୍କ ମତରେ ନିଷ୍ଠା ବାଛିବା ମାନେ ସବୁବେଳେ ତତ୍କ୍ଷଣାତ୍ ସୁଖ କିମ୍ବା ସୁବିଧା ମିଳିବ ତା ନୁହେଁ। ବରଂ ଏହା ଏକ ଗଭୀର ବିଶ୍ୱାସ ଯେ ପରମେଶ୍ୱରଙ୍କର ଦୃଷ୍ଟିରେ ଯାହା ଠିକ୍ ତାହା କରିବା ଦ୍ୱାରା ଶେଷରେ ଏମିତି ଆଶୀର୍ବାଦ ମିଳେ ଯାହା ହୁଏତ ଆମେ କଳ୍ପନା ବି କରିନଥିବା। ଏହା ଆମକୁ ଗୋଟେ ପ୍ରଶ୍ନ ପଚାରୁଛି, ଆମେ କ'ଣ କ୍ଷଣିକ ଲାଭ ପାଇଁ ଦୀର୍ଘକାଳୀନ ନୈତିକ ମୂଲ୍ୟବୋଧକୁ ଛାଡ଼ି ଦେଉଛୁ? ହଁ, ତାହେଲେ ମୋଟାମୋଟି ଭାବେ କହିଲେ, ଜୀବନର ଏଇ ଯେଉଁ ଜଟିଳ ପରିସ୍ଥିତି ସବୁ ଆସେ, ସେଥିରେ ହଜି ନ ଯାଇ ଏହି ଲେଖା ଆମକୁ ସରଳତା ବା ନିଷ୍ଠାକୁ ଆମର ଗାଇଡ୍ ଭାବେ ବାଛିବାକୁ କହୁଛି। ଆଉ ଅନେକ ସମୟରେ ଏହା କେବଳ ଜାଣିଶୁଣି ସଚେତନ ଭାବରେ ଯାହା ଠିକ୍ ତାହା କରିବା ବିଷୟରେ। ଏକଦମ। ଆଉ ଏହା ମଧ୍ୟ ମନେ ରଖିବା କଥା ଯେ ଏହି ସରଳତା କେବଳ ଗୋଟେ ମାନବୀୟ ଗୁଣ ନୁହେଁ। ଏହା ପରମେଶ୍ୱରଙ୍କ ନିଜ ଚରିତ୍ରର ଏକ ପ୍ରତିଫଳନ, ଯାହା ଆମକୁ ସଠିକ୍ ରାସ୍ତା ଦେଖାଇପାରେ। ଏହି ସବୁ ମୂଲ୍ୟବାନ କଥା ଆମେ ଆଜି ଶିଖିଲେ ପାଳକ ପ୍ରେମାଶିଷ ସତମାନଙ୍କର ଲେଖାରୁ, ଯାହା ସରଳତା ଆଉ ଠିକ୍ ନିଷ୍ପତ୍ତି ନେବା ଉପରେ ଥିଲା। ହଁ, ଆଉ ଶେଷରେ ଗୋଟେ କଥା ଚିନ୍ତା କରିବା ପାଇଁ ରହିଲା। ଲେଖାଟି ବାରମ୍ବାର ନିଷ୍ଠା ବାଛିବା ଉପରେ ଗୁରୁତ୍ୱ ଦେଉଛି। ଆଜି ଆମ ଜୀବନରେ ଏମିତି କେଉଁ ଛୋଟ, ହୁଏତ ଅନ୍ୟମାନେ ଦେଖିପାରୁନଥିବା ନିଷ୍ପତ୍ତି ଅଛି, ଯେଉଁଠି ଆମେ ଏହି ସରଳତାର ନୀତିକୁ ଲଗେଇ ପାରିବା।
जहाँ हुए तो भविष्यत एक बड़ पथ पई मूलदुआ होई पारे। प्रेज द लॉर्ड। आज आत्मिक यात्रा कार्यक्रम रे जोग देवा पई धन्यवाद। जेउठी आमे प्रतिदिन परमेश्वर को वाक्य आलोचना करूछु। जदि एही कार्यक्रम आपन को आशीर्वाद देई अछि तेबे एहाकू आपना फैमिली आउ फ्रेंड्स व्हाट्सएप ग्रुप रे शेयर करंतु। आसंता काली पुणी देखा हबा। धन्यवाद।